ଭାଇ ଘରେ ଖାଲି କହୁଛନ୍ତି ତୁ ପାଠ ପଢ଼ ଭାଇ ସବୁ କିଛି ହେଇଯିବ, ନହେଲେ ଭାଇ ଇଞ୍ଜିନିୟରିଂ କରିଦେ ଇଞ୍ଜିନିୟର ହେଇଯିବୁ, ଲାଇଫ୍ ସେଟେଲ୍ ହେଇଯିବ। ଆଉ ନହେଲେ ଗଭର୍ଣ୍ଣମେଣ୍ଟ ଚାକିରିଟେ କରିଦେବୁ ଭାଇ ଲାଇଫ୍ ସେଟେଲ୍ ହେଇଯିବ, ତ ସବୁ କିଛି ହେଇଯିବ, ତୁ ଯାହା ଚାହିଁବୁ ସବୁ କରିପାରିବୁ, ପଛରେ ବି ସବୁ କରିପାରିବୁ। ଭାଇ ମୋର ଯାହା ଇଚ୍ଛା ନା ମୁଁ ଭାଇ ସେଇଆ କରିବି। ଭାଇ ମୋତେ ଯେଉଁଟା ପସନ୍ଦ ମୁଁ ଭାଇ ସେଇଆ କରିବି। ଭାଇ ଏବେକା ଦୁନିଆରେ ଗୋଟେ ସତ କଥା କହିବି ଯଦି ଏଇଖିଣା ସମସ୍ତଙ୍କ ଗାଣ୍ଡି ଜଳିବ, ସମସ୍ତଙ୍କ ଗାଣ୍ଡି ଜଳିବ। ଆମେ ସମସ୍ତେ ଲାଗିଛନ୍ତି ଯେ ଗୋଟେ ଇଞ୍ଜିନିୟର ହେବା, ଯେ ଗୋଟେ ଗଭର୍ଣ୍ଣମେଣ୍ଟ ଚାକିରି କରିବା ଭାଇ, ମାନେ ଚାକିରିଟେ କଲେ ଭାଇ ବାହା ହେବା, ସୁଖରେ ରହିବା। କିନ୍ତୁ ଭାଇ ଗୋଟେ ସବୁଠୁ ବଡ଼ ସତ କଥା, ଏବେ ଦୁନିଆରେ ପଇସା ସିଏ ଛାପୁଛି ଯିଏ ଭାଇ ସକାଳୁ ଉଠି କହୁଛି ହାଇ ଗାଇଜ୍ ୱେଲକମ୍ ବ୍ୟାକ୍ ଟୁ ମାଇ ନ୍ୟୁ ୟୁଟ୍ୟୁବ୍ ବ୍ଲଗ୍। ଭାଇ ତାଠାରୁ ଅଧିକ ପଇସା ଭାଇ କେହି ଛାପୁନାହାନ୍ତି। ସେ ଜାଣିଛି ଯଦି ମୁଁ ଆଜି ମୋ ଭିଡ଼ିଓଟା ଫ୍ଲପ୍ ଯାଉଛି, କାଲି ମୋ ଭିଡ଼ିଓ ନିହାତି ଗୋଟେ ଭାଇରାଲ୍ ହେବ। ଆଉ ଭାଇ ସେ ଭାଇରାଲ୍ ଗୋଟେ ଭିଡ଼ିଓ ହେଲେ ଭାଇ ସେ ଏଉଠୁ ଏଇଠିକି ପହଞ୍ଚିବ ଗୋଟେ ଦିନରେ। ଭାଇ ଭାଇ ୟୁଟ୍ୟୁବ୍ର ଏତେ ପାୱାର୍ ଅଛି। ସେଇ ଯୋଗୁଁ ଭାଇ ଗଭର୍ଣ୍ଣମେଣ୍ଟ ଜବ୍ରେ ଭାଇ କିଛି ନାହିଁ, ଜଷ୍ଟ ଟିକେ ପିସ୍ଫୁଲ୍ ଲାଇଫ୍ ଛଡ଼ା ଆଉ କିଛି ହିଁ ନାହିଁ। ଭାଇ ଆମେ ସେଇଆ ଖାଲି ଭାଇ ଇଞ୍ଜିନିୟର ହେବୁ, ଭାଇ ଗଭର୍ଣ୍ଣମେଣ୍ଟ ଚାକିରି କରିବୁ, ଭାଇ କିଛି ନାହିଁ, କିଛି ନାହିଁ ଗଭର୍ଣ୍ଣମେଣ୍ଟ ଚାକିରିରେ ଭାଇ କିଛି ନାହିଁ। ଭାଇ ଚାକିରି ପଛରେ ଗୋଡ଼େଇବା ହିଁ ଛାଡ଼ିଦିଅ। ଭାଇ ତମର ଯାହା ଇଚ୍ଛା ଭାଇ ତମେ ବଞ୍ଚିବ, ତମ ଲାଇଫ୍ ଭାଇ ତମେ ଏନ୍ଜୟ କରିବ। ଭାଇ ଏବେ ବୟସ ଅଛି, ଏବେ ଯଦି ଅଏସ୍ ନ କରିବ ଭାଇ ଦୁନିଆରେ ମାନେ କିଛି ହିଁ ତମେ ଜାଣିପାରିବନି, 1% ହିଁ ଭାଇ ଜାଣିପାରିବନି। ଏଇଟା ହେଉଛି ସତ କଥା ଏ ଦୁନିଆର ଭାଇ, ସତ କଥା।